ମୁଁ ଆଜି ବାଇଗଣରେ ଦୁଇଟା ନୂଆ ପ୍ରକାର ରେସିପି ବନେଇବି ଯାହାକୁ ଆପଣ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ଭାତ, ପଖାଳ, ରୁଟି କି ପରଟା ସହିତ ଖାଇପାରିବେ। ମୁଁ ଆକୁ ବିନା ପିଆଜ ରସୁଣରେ ବନେଇବି। ଏହାଦ୍ୱାରା ଆପଣ ଆକୁ କୌଣସି ବି ଓଷା ବ୍ରତ ଦିନ ପ୍ରସ୍ତୁତ କରି ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ବାଇଗଣର ପ୍ରଥମ ରେସିପି ପାଇଁ ମୁଁ ଏଠି 3ଟା ବାଇଗଣ ନେଇଛି। ବାଇଗଣର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି ଗୋଟେ ବଡ଼ ପ୍ଲେଟ୍ରେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ତାପରେ ମୁଁ ଏଥିରେ ଲଙ୍କା ଗୁଣ୍ଡ ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। କଲର୍ ପାଇଁ ମୁଁ ଏଠି କାଶ୍ମୀରୀ ଲଙ୍କା ଗୁଣ୍ଡ ନେଇଛି, ଏଠି ଅପସନାଲ୍ ଅଛି। ତାପରେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ଆଉ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ନେଇଛି। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚାଟ୍ ମସଲା ଦେଇଛି। ଚାଟ୍ ମସଲା ଜାଗାରେ ଆପଣ ଆମଚୁର ପାଉଡର ନେଇପାରିବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ତାପରେ ମୁଁ ଏଥିରେ ହାଫ୍ କପ୍ ବେସନ ଆଉ ହାଫ୍ କପ୍ ଚାଉଳ ଗୁଣ୍ଡ ଦେଉଛି। ଚାଉଳ ଗୁଣ୍ଡ ଜାଗାରେ ଆପଣ କର୍ଣ୍ଣଫ୍ଲାୱାର ନେଇପାରିବେ। ଚାଉଳ ଗୁଣ୍ଡ ଏଠି ଅପସନାଲ୍ ଅଛି, ଆପଣ ଚାହିଁଲେ ଖାଲି ବେସନ ବି ନେଇପାରିବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ଏବେ ଆମେ ବାଇଗଣକୁ କାଟିବା। ପ୍ରଥମେ ଆମେ ବାଇଗଣର ଉପର ପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ ମୁଁ ଏଠି ବାଇଗଣକୁ ଟିକେ ମୋଟା ମୋଟା କରି କାଟିକି ନେଇଛି। ଆପଣ ଚାହିଁଲେ ବାଇଗଣକୁ ଗୋଲ ଗୋଲ କରି କାଟିକି ନେଇପାରିବେ। ବାଇଗଣକୁ ଏମିତି ଟିକେ ମୋଟା ରଖି କାଟିବେ। ବାଇଗଣକୁ ଭଲସେ ଧୋଇଲା ପରେ ବାଇଗଣକୁ ଏମିତି ଯେଉଁ ମସଲାର ମିକ୍ସର ବନେଇକି ରଖିଥିଲେ ତା ଦେହରେ ଭଲସେ କୋଟ୍ କରିଦେବା। ଏଥିରେ ଯେଉଁ ଏକ୍ସଟ୍ରା ମସଲା ଅଛି ତାକୁ ଝାଡ଼ିକି ବାହାର କରିଦେବେ। ଏମିତି ଭାବେ ଗୋଟେ ଗୋଟେ ବାଇଗଣକୁ ଭଲସେ ମସଲାରେ କୋଟ୍ କରିକି ନେଇଯିବା। ସବୁ ବାଇଗଣକୁ ଏମିତି ମସଲାରେ ଭଲସେ କୋଟ୍ କଲା ପରେ ଆମେ ବାଇଗଣକୁ 5 ମିନିଟ୍ ପାଇଁ ରେଷ୍ଟ ହେବାକୁ ଦେବା। ଏଠି 5 ମିନିଟ୍ ହେଇଗଲାଣି। ମସଲା ଏଠି ବାଇଗଣ ଉପରେ ଭଲସେ କୋଟ୍ ହେଇଯାଇଛି। ଏବେ ଆମେ ବାଇଗଣକୁ ଆଉ ଥରେ ମସଲାର ମିକ୍ସରରେ କୋଟ୍ କରିଦେବା। ଏମିତି ଡବଲ କୋଟ୍ କରିବା ଦ୍ୱାରା ବାଇଗଣ ଖାଇବା ପାଇଁ ଭଲ ଲାଗିବ। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ମୁଁ ଏଠି ସବୁ ବାଇଗଣକୁ ଡବଲ କୋଟ୍ କରିକି ନେଇଯାଇଛି। ଏବେ ଆମେ ବାଇଗଣକୁ ଭାଜିବା। ସେଥିପାଇଁ ମୁଁ ଏଠି ଗୋଟେ ପ୍ୟାନ୍ରେ କିଛି ତେଲ ଦେଇ ଗରମ ହେବାକୁ ରଖିଛି। ତେଲ ଭଲସେ ଗରମ ହେଇଗଲା ପରେ ଆମେ ଏଥିରେ ଗୋଟେ ଗୋଟେ କରି ବାଇଗଣକୁ ଦେଇଦେବା। ଆପଣଙ୍କ ପ୍ୟାନ୍ରେ ଯେତିକିଟା ବାଇଗଣ ଜାଗା ହେବ ସେତିକିଟା ବାଇଗଣ ଦେବେ। ବାଇଗଣକୁ ଲେଉଟେଇ ଲେଉଟେଇ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଫ୍ରାଏ କରିବା। ଯେମିତି ବାଇଗଣର ଦୁଇପଟ ସାଇଡ଼୍ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ କ୍ରିସ୍ପି ହେଇ ଫ୍ରାଏ ହେଇଯିବ ଆଉ ବାଇଗଣ ଭଲସେ ସିଝିଯିବ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି ବାଇଗଣ ଏଠି ଭଲସେ ସିଝି ଯାଇଛି ଆଉ ବାଇଗଣର ଦୁଇପଟ ସାଇଡ଼୍ ବି ଏଠି ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ କ୍ରିସ୍ପି ହେଇ ଫ୍ରାଏ ହେଇଯାଇଛି। ଏ ବାଇଗଣ ଭଜା ଏଠି ରେଡ଼ି ହେଇଯାଇଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି ଏ ବାଇଗଣ ଭଜା କେତେ କ୍ରିସ୍ପି ଅଛି। ଏବେ ଆମେ ବାଇଗଣର ସେକେଣ୍ଡ ରେସିପି ବନେଇବା। ସେଥିପାଇଁ ମୁଁ ଏଠି 3ଟା ବାଇଗଣ ଆଉ ତା ସହିତ 2ଟା ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। ଆଳୁ ଆଉ ବାଇଗଣର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି ବାଇଗଣକୁ ଟିକେ ମୋଟା ମୋଟା ଆଉ ଲମ୍ବା ଲମ୍ବା କରି କାଟିକି ନେଇଛି। ଆପଣ ବାଇଗଣକୁ କୌଣସି ବି ସେପ୍ର କାଟିକି ନେଇପାରିବେ। ବାଇଗଣକୁ କାଟିଲା ପରେ ସାଙ୍ଗେ ସାଙ୍ଗେ ପାଣିରେ ପକାଇଦେବେ। ଏହାଦ୍ୱାରା ବାଇଗଣ କଳା ପଡ଼ିବନି। ମୁଁ ଏଠି ଆଳୁର ଉପର ଚୋପାକୁ ଛଡ଼େଇକି ନେଇଯାଇଛି। ମୁଁ ଏଠି ଆଳୁକୁ ବି ଟିକେ ଲମ୍ବା ଲମ୍ବା କରି କାଟିକି ନେଇଯାଉଛି। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହେଇଗଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା ଦେଇଛି। ଜିରା ଭଲସେ ଭାଜି ହେଇଗଲା ପରେ ମୁଁ ଏଥିରେ 1 ଇଞ୍ଚର ଅଦା ଆଉ 2ଟା କଞ୍ଚା ଲଙ୍କାକୁ ଛେଚିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ।
अदा कंचा लंका छेचार कंचा बास्ना गला परे मैं एथिरे काटिक रखिथिबा आलू को दे दउची। एबे आमे आलू को मीडियम टू हाई फ्लेम रे कंटिन्यूअस गोळई गोळई 3 रु 4 मिनिट पर्यंत भाजिबा जेमती आलू टिके लाइट गोल्डन ब्राउन कलर रे फ्राए हिजिबो। आलू भाजी होता भितर चलतु एबे आमे गोटे मसलार पेस्ट बनईदबा। सेथिपई मेठी 1/3 टेबुल स्पून हलदी गुंड लंका गुंड नहीं आपन को जेतिकी राग दरकार से अनुसार लंका गुंड नेबे। गोटे छोट चामच करी पाउडर एटी बिना पियाज रसुण अच्छी। गोटे छोट चामच जीरा धनिया गुंड आ गोटे छोट चामच कसूरी मेथी नहीं। एबे आमे एथिरे हाफ कप पानी देदबा और सबको भलसे मिक्स करी गोटे मसलार पेस्ट बनईदबा। आलू एटी भल से लाइट गोल्डन ब्राउन कलर रे फ्राए हो जाइए। एबे आमे जो मसलार पेस्ट बनैकी रखिथिले ताकू देदबा। सबको भल से मिक्स करी आमे को कसिबा जेमती गुंड मसलार कंचा बास्ना पळैब आ मसलारू तेल छाड़िबा आरंभ करिबो। मसला एटी भल से कसी हो गलानी। एटी मसलार कंचा बास्ना पळैलानी। एबे आमे एथिरे टमाटो दबा। मुझे गोटे बड़ टमाटो को छोट छोट करी काटिकी पकईची। टमाटर क्वांटिटी टिके अधिक रखिबे। एबे आमे सबको भल से मिक्स करी आमे को 2 रु 3 मिनिट पर्यंत कुक करिबा जेमती टमाटो भल भाबे सिझी जिवो। टमाटो एटी भल से सिझी गलानी। एबे आमे एथिरे काटिकी रखिथिबा बाइगण को देदबा और सबको भल भाबे मिक्स करी बाइगण को मसला सहित 3 रु 4 मिनिट पर्यंत कसिबा। एमती कसिबा द्वारा तरकारी टेस्ट बहुत भल आसीबो। एटी 3 रु 4 मिनिट हो गलानी। एबे आमे एथिरे पानी दबा। आपन को तरकारी रे जेमती ग्रेवी दरकार से अनुसार पानी देबे। तापरे मैं एथिरे स्वाद अनुसार लूण पकईची। एबे आमे तरकारी को आउ थरे भल भाबे मिक्स करी दबा और तरकारी को हाई फ्लेम रे फुटिबा पई छाडी दबा। एटी तरकारी भल से फुटी गलानी। एबे आमे तरकारी को आउ थरे भल भाबे मिक्स करी दबा। तापरे आमे को कवर करी 8 रु 10 मिनिट पर्यंत कुक करिबा जेमती आलू आ बाइगण भल से सिझी जिवो। 8 रु 10 मिनिट पर मुझे घोड़नी काढ़ी देइची। मुझे आपन को देखई दउची एठी आलू आ बाइगण भल से सिझी जाइची। एबे आमे तरकारी को आउ थरे भल भाबे मिक्स करी दबा। तापरे मु एथिरे गोटे छोट चामच गरम मसला गुंड पकईची। एबे आमे तरकारी को आउ थरे भल भाबे मिक्स करी मीडियम फ्लेम रे 1 रु 2 मिनिट पर्यंत कुक करिबा। एटी 1 रु 2 मिनिट हो गलानी। तरकारी को आउ थरे भल भाबे मिक्स करी दबा और गैस बंद करी दबा। आपन चाहिले आ ऊपर किछि काटिकी धनिया पत्र पकई परिबे। आलू बाइगण तरकारी एटी रेडी हो जाइची। जदि आपन को बाइगणर ए 2 प्रकार रेसिपी भल लगी ताले को लाइक करिवे। आपन को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपन प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।